ମହୁମାଛି ଆକ୍ରମଣରେ ଅକାଳରେ ଚାଲିଗଲା ଯୁବକଙ୍କ ଅମୂଲ୍ୟ ଜୀବନ। ବାଲିଗୁଡ଼ା ସହରର ଖଜୁରୀନାଳ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ହେଲେ ବାଲିଗୁଡ଼ା ଖଜୁରୀନାଳ ସାହିର ବି ମହେଶ୍ୱର ଦୋରା। ସୂଚନା ଅନୁଯାୟୀ ବି ମହେଶ୍ୱର ଦୋରାଙ୍କ ବାସଗୃହ ଛାତରେ 5 ବର୍ଷ ହେବ ମହୁମାଛି ବସା ବାନ୍ଧି ଆସିଛି। ତେବେ ଆଜି ସକାଳେ ମୃତକ ସାଙ୍ଗସାଥୀଙ୍କ ସହ ଖେଳ ସାରି ଘର ଭିତରେ ପଶିବା ବେଳେ ନିଜ ଛାତ ଉପରେ ଥିବା ମହୁମାଛି ଗୋଡ଼ାଇ ଆକ୍ରମଣ କରିଥିଲେ। ତେବେ ମହୁମାଛି ଆକ୍ରମଣରେ ଲହୁଲୁହାଣ ହୋଇ ବି ମହେଶ୍ୱର ଚିତ୍କାର କରିବା ସହ ଚେତା ହରାଇ ବସିଥିଲେ। ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ମେଡିକାଲକୁ ତାଙ୍କୁ ଆଣିଥିଲେ, କିନ୍ତୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ତେବେ ପୂର୍ବରୁ ମଧ୍ୟ ଖଜୁରୀନାଳ ସାହିର ବାସିନ୍ଦାଙ୍କୁ ମହୁମାଛି ଆକ୍ରମଣ କରିବା ପରେ ସେମାନେ ନିଜ ଛାତରେ ଥିବା ମହୁମାଛିକୁ ହଟାଇବା ପାଇଁ କହି ଆସୁଥିଲେ, କିନ୍ତୁ ଆଜି ନିଜ ଛାତରେ ବସା ବାନ୍ଧିଥିବା ସେହି ମହୁମାଛି ହିଁ ସେହି ଘରର ଯୁବକଙ୍କ ଜୀବନ ନେଇଯାଇଛି। ତେବେ ଆଗକୁ ଆଉ କିଛି ଅଘଟଣ ଘଟିବା ପୂର୍ବରୁ ହିଁ ସେହି ଘର ଛାତରେ ଥିବା ମହୁମାଛି ହଟାଇବା ଅତି ଆବଶ୍ୟକ ହୋଇପଡ଼ିଛି। ସକାଳେ ସେ ଖେଳିବାକୁ ଯାଇଥିଲା, ଖେଳିକି ଆସିଲା, କ୍ରିକେଟ ଖେଳି ଆସି ଫିଲ୍ଡରେ ଆଇଲା, ସେ ମହୁମାଛି ଆମ ଘରେ ସେ 5-6 ବର୍ଷ ହେଲା ଅଛନ୍ତି ଉପରେ। ସେ ମହୁମାଛି ଦୁଇଟା ମାରିଦେଲେ ତାର ପଡ଼ିଗଲା, ହସୁ ନଥାଇକିରି ସେତିକା ତାର ସେତିକି ମେଡ଼ିକାଲ ଆଣିଲା ବେଳକୁ ଡକ୍ଟର ମନା କରୁଛି, କିଛି ନାହିଁ ବୋଲି କହୁଛନ୍ତି। ବାଲିଗୁଡ଼ା ଖଜୁରୀନାଳ ଆମ ସାହି, ଆଉ ସେ ଦୋରା ଭାଇ ଘର ସେଠି କେତେ ଦିନ ହେଲା ମୋ ଘର ଥିଲା, କିନ୍ତୁ ତାକୁ ଟିକେ ଟିକେ ମାରୁଥାଏ ସିନା ପିଲାମାନେ ଭଲ ହେଇଯାଉଥାନ୍ତି। ଏବେ ମୋ ଘର 3-4 ଦିନ ହେଲା ଛିଣ୍ଡିକିରି ଏବେ ମହୁ ଯାକ ଏଠାଟେ ବୁଲୁଥିଲେ ମହୁମାଛି ଯାକ। ତାଙ୍କ ପୁଅକୁ ଆଗ ସକାଳେ ସେ ଜିମ୍ ଯାଇକିରି ଆସୁଥିଲା, ମାରିଦେଲା ଯେ ନଉ ମେଡ଼ିକାଲରୁ ନଉ ଅଧା ବାଟରେ ହେଇଗଲା। କେତେ ସୁନ୍ଦର ସାଥୀ ସାଙ୍ଗ ହେଇକିରି ବୋପା ଭାଇ ହେଇକିରି ଆଜି ଥିଲୁ, ଆମକୁ ସେ ଛାଡ଼ି ଦେଇକିରି ଆଜି ଏକା କରିକି ସେ ପଳେଇଲା। କିଛି ନାହିଁ, ମିଶିକି ତ ଆମେ ଖେଳି କଲୁ। ସେ ମୋ ସାନ ଭାଇ ହେବେ, ତ ଖେଳାଖେଳି করে ମୋର ଗୋଡ଼ ଫ୍ରାକ୍ଚର ହେଇଗଲା, ଖେଳିକି ପଡ଼ିଗଲି। ମୁଁ ପଳେଇ ଆସିଲି, ପୁଣି ସେ ଖେଳ ସରିଲା ପରେ ସେ ଘରକୁ ଯାଇଛି, କ'ଣ ଘର ସାମ୍ନାରେ ମହୁମାଛି ମାରି ସେନ୍ସ ପଡ଼ିଯାଇଛି। ତାପରେ ଯାଇକି ମେଡ଼ିକାଲ ନେଇ ଆସିବାରୁ ଡକ୍ଟର କହିଲେ ଯେ ଆଉ ନାହିଁ ବୋଲି। ଆଗରେ ଥିଲା ବୋଲି କହୁଛନ୍ତି, ତ ଆମେ ତ ଦେଖିନୁ। ବାଲିଗୁଡ଼ାରୁ ଇଶାକ ପ୍ରଧାନଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।